Here Bible asks that meditates your heart. ଆଉ ଏଇ ଜାଗାରେ ଲେଖା ଯାଇଛି ଆପଣଙ୍କ ହୃଦୟକୁ ମଧ୍ୟ ଆପଣ ମାନେ ଅନୁସନ୍ଧାନ ବା ପଠନ କରନ୍ତୁ। The heart is the editor of God. ଆଉ Hallelujah. ଏଇ ହୃଦୟ ହେଉଛି ପରମେଶ୍ୱରଙ୍କର ଗୁଣ ଚରିତ୍ର। ହାଲେଲୁୟା ହାଲେଲୁୟା। Are you really walking with Him? ପ୍ରକୃତରେ ଆପଣ ମାନେ ଯୀଶୁଙ୍କ ସହିତ ଚାଲୁଛନ୍ତି କି? Whatever you hear from the pastors, preachers, ଆଉ ଯାହା ସବୁ ଆପଣ ମାନେ ପାଳକ ମାନଙ୍କ ମଧ୍ୟରୁ ଶୁଣନ୍ତି, are you really put that words into practice? ଆଉ ଆପଣ ମାନେ ଯାହା ଶୁଣନ୍ତି ପାଳକ ମହାଶୟ ମାନଙ୍କ ଠାରୁ ତାହା କଣ ଆପଣ ମାନଙ୍କ ଜୀବନରେ ଲାଗୁ କରି ସେ ପ୍ରକାରେ ହେବା ପାଇଁ ଚେଷ୍ଟା କରନ୍ତି କି? If not, ଯଦି ନାହିଁ, you are not put in the word of God. ଆଉ ଆପଣ ମାନେ ପରମେଶ୍ୱରଙ୍କ ସହିତ ପ୍ରକୃତରେ ନାହାନ୍ତି ବୋଲି କିଛି। In here, Paul want to ask, Paul, ଆଉ ହଁ ଏଇ ଜାଗାରେ ପାହୁଲ ପଚାରନ୍ତି ବା କହନ୍ତି, if you have received Christ, ଆପଣ ମାନେ ଯଦି ପ୍ରକୃତରେ ଯୀଶୁଙ୍କୁ ଉଦ୍ଧାରକର୍ତ୍ତା ଭାବରେ ଜାଣିଛନ୍ତି, this is not written in this Bible, ଏଇ ଜାଗାରେ ଏହା ଲେଖା ଯାଇ ନାହିଁ, but in other book we may find, ମାନେ ଅନ୍ୟ ବାଇବେଲ ମାନଙ୍କରେ ଲେଖା ଯାଇଅଛି। Paul talk about to the Colossian believers, ଆଉ ପାଉଲ ସେ କଲୋସିଆନ ମଣ୍ଡଳୀକୁ କହୁଛନ୍ତି, at what condition that you have accepted Christ. ଆଉ କେଉଁ ପରିସ୍ଥିତିରେ ତମେ ଥିଲ ଯେ ପରମେଶ୍ୱରଙ୍କୁ ତମେ ବିଶ୍ୱାସ କଲ? Hallelujah. Hallelujah. See, most of the people, like we people, ଆମମାନଙ୍କ ଭଳି ଲୋକମାନେ, I'm not talking about my people, ମୋର ଲୋକମାନଙ୍କ ବିଷୟରେ ମୁଁ କହୁନାହିଁ, because my people don't have any denomination, only one. ଆଉ ତାଙ୍କର ବିଭିନ୍ନ ସଂସ୍ଥା ମାନେ ନାହିଁ, ତାଙ୍କେ ଗୋଟିଏ କେବଳ ସଂସ୍ଥାରେ ଅଛନ୍ତି, That is only Christian. ଆଉ ସେଟା ହେଉଛି ଖ୍ରୀଷ୍ଟିଆନ ସଂସ୍ଥା। That's why 100%